ମୋ ସ୍ତ୍ରୀ ଗର୍ଭବତୀ ଥିଲା, କିନ୍ତୁ ମୋର ନଜର ତ ମୋର ସୁନ୍ଦର ଶାଳୀ ଉପରେ ଥିଲା। ଡେଲିଭରିର କିଛି ଦିନ ପୂର୍ବରୁ ମୁଁ ମୋ ସ୍ତ୍ରୀକୁ ସିଡ଼ିରୁ ଧକ୍କା ଦେଇଦେଲି। ପିଲାଟି ବଞ୍ଚିଗଲା, କିନ୍ତୁ ମୋ ସ୍ତ୍ରୀ ମରିଗଲା। ମୁଁ ଦେଖେଇ ହେବା ପାଇଁ ବହୁତ କାନ୍ଦିଲି ଏବଂ କହିଲି, ପିଲାଟି ମା' ବିନା କେମିତି ରହିବ? ମୋ ଶ୍ୱଶୁର ମୋ ଶାଳୀଙ୍କ ସହିତ ମୋର ବିବାହ କରାଇଦେଲେ। ପ୍ରଥମ ରାତିରେ ମୁଁ ତାଙ୍କ ନିକଟକୁ ଗଲି। ସେ କହିଲେ, ତୁମର ପୁରସ୍କାର ଆଲମାରିରେ ଅଛି, ଯାଇ ଦେଖ। ମୁଁ ଯେତେବେଳେ ଆଲମାରି ଖୋଲିଲି, ମୋର ହୋସ୍ ଉଡ଼ିଗଲା। ମୋ ନାଁ ଆଦି। ମୁଁ ଜଣେ ସାଧାରଣ ପିଲା ଥିଲି ଏବଂ ଏକ ସାଧାରଣ ସହରରେ ରହୁଥିଲି। ମୁଁ ଏକ ମଧ୍ୟମ ବର୍ଗ ପରିବାରରୁ ଆସିଥିଲି। ମୋ ବାପା ଜଣେ ସରକାରୀ ଚାକିରି କରୁଥିଲେ। ମା ତାଙ୍କ ସାରା ଜୀବନ ଗୃହିଣୀ ଭାବେ କାଟି ଦେଇଥିଲେ। ମୁଁ ପଢ଼ାଶୁଣାରେ ଆରମ୍ଭରୁ ହିଁ ଭଲ ଥିଲି, ତେଣୁ ମୋ ପରିବାରକୁ ମୋ ଉପରେ ବହୁତ ଆଶା ଥିଲା। ଅତି କମରେ ଏତିକି ଆଶା ଥିଲା ଯେ ମୁଁ ସେମାନଙ୍କ ପରିବାରର ବୋଝ ଉଠାଇ ପାରିବି। ମୋର ଆଡମିସନ୍ ବିଶ୍ୱବିଦ୍ୟାଳୟରେ ହୋଇଗଲା। ଏହି ଜଗତ ମୋ ପାଇଁ ନୂଆ ଥିଲା। ଏଠାରେ ସମସ୍ତଙ୍କ ମୁହଁ ମୋ ପାଇଁ ଅଲଗା ଥିଲା। ଦିନେ ଯେତେବେଳେ ମୁଁ ଲେକ୍ଚର ହଲରେ ପହଞ୍ଚିଲି, ସେତେବେଳେ ଏକ ମୁହଁ ଥିଲା ଯାହା ସମସ୍ତଙ୍କ ଠାରୁ ଅଲଗା ଥିଲା। ତାର ଆଖିରେ ଏକ ଅଜଣା ଚମକ ଥିଲା। ତାର ନାମ ଥିଲା ପରିଣତି। ଆରମ୍ଭରେ ଆମେ କେବଳ ହାୟ ହେଲୋ କରୁଥିଲୁ। ପରେ ଗ୍ରୁପରେ ଆସାଇନମେଣ୍ଟ କରୁଥିବା ବେଳେ କଥାବାର୍ତ୍ତା ବଢ଼ିଗଲା। ଏବେ ଆମେ ଦୁହେଁ ଆସାଇନମେଣ୍ଟରେ ବାହାରି ବ୍ୟକ୍ତିଗତ କଥାବାର୍ତ୍ତା ଆଡ଼କୁ ଗଲୁ। ମୁଁ ଗପ ଲେଖିବାକୁ ବହୁତ ପସନ୍ଦ କରୁଥିଲି। ଦିନେ ପରିଣତି କହିଲା ଯେ, ଯଦି ତୁମେ ମୋ ଜୀବନ ଉପରେ ଗପ ଲେଖିବ, ତେବେ ମୋତେ ପ୍ରଥମେ ପଢ଼ାଇବ। ମୁଁ ମନେ ମନେ ଭାବିଲି ଯେ, ଯଦି ତୁମେ ମୋ ଜୀବନର ଅଂଶ ହୋଇଯାଅ, ତେବେ ମୁଁ ତୁମ ଉପରେ ଏକ ପୁରା ପୁସ୍ତକ ଲେଖିଦେବି। ଆମ ଦୁହିଁଙ୍କ ବନ୍ଧୁତା ଧୀରେ ଧୀରେ ପ୍ରେମରେ ବଦଳିଗଲା। ଆମେ ଦୁହେଁ ଏକ ଆରେକ ସହ ପ୍ରେମରେ ସ୍ୱୀକାର କରି ନେଇଥିଲୁ। ଦିନେ ମୁଁ ପରିଣତିକୁ କହିଲି ଯେ, ତୁମ ବିନା ସବୁ କିଛି ଅଧୁରା ଲାଗୁଛି। ସେ ଧୀରେ ମୋ ଆଡ଼କୁ ଚାହିଁ ମୁସ୍କାନ ଦେଇ କହିଲା, ତେବେ ସବୁ କିଛି ପୂରଣ କରିଦିଅ। ମୁଁ ଏ ବିଷୟରେ ମୋ ପରିବାର ସହ କଥା ହେଲି। ବାପା ପ୍ରଥମେ ମୋତେ ଆଶ୍ଚର୍ଯ୍ୟରେ ଚାହିଁଲେ, ପରେ କିଛି ସମୟ ଭାବି କହିଲେ, ବେଟା, ଝିଅଟି କିଏ? ସେ କ'ଣ କରେ? ମୁଁ ସେମାନଙ୍କୁ କହିଲି ଯେ, ସେ ବିଶ୍ୱବିଦ୍ୟାଳୟରେ ମୋ ସହ ପଢ଼ୁଛି। ତାର ନାମ ପରିଣତି। ସେ ବହୁତ ଭଲ ଓ ସରିଫ ଝିଅ। ମା ପଚାରିଲେ, ତାର ପରିବାର କିପରି? ମୁଁ ସେମାନଙ୍କୁ ପରିଣତିର ପରିବାର ବିଷୟରେ ସବୁ କିଛି କହିଦେଲି। ବହୁତ ସମୟ କଥାବାର୍ତ୍ତା ପରେ ସେମାନେ ରାଜି ହେଲେ। ମୋ ଖୁସି ପାଇଁ ସେମାନେ ପରିଣତିର ଘରକୁ ବିବାହର ପ୍ରସ୍ତାବ ନେଇ ଗଲେ। ପରିଣତିର ପରିବାର ମଧ୍ୟ ଏହି ବିବାହ ପାଇଁ ରାଜି ହେଲେ। ଖୁସିରେ ଆମ ଦୁହିଁଙ୍କ ଆଖିରୁ ଲୁହ ବାହାରି ଆସିଲା। ଆମେ ଭାବୁଥିଲୁ ଯେ ଆମର ବିବାହ ସମ୍ଭବ ନୁହେଁ, କିନ୍ତୁ ଏବେ ସବୁ କିଛି ପୂରଣ ହୋଇଗଲା। ବିଶ୍ୱବିଦ୍ୟାଳୟର ଦିନଗୁଡ଼ିକ ବଦଳି ଯାଉଥିଲା। ଆମେ ଆଉ କେବଳ ଛାତ୍ର ନଥିଲୁ, ବରଂ ଏକ ଆରେକ ସହ ବନ୍ଧନରେ ବାନ୍ଧି ହୋଇଥିଲୁ। ମୁଁ ଉପରେ ଥିବା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥିଲି ଯେ ମୋ ଜୀବନରେ ଏପରି ଝିଅ ଆସୁଛି ଯିଏ ମୋ ସ୍ୱପ୍ନଠାରୁ ଅଧିକ ସୁନ୍ଦର, ମୋ ଚିନ୍ତାଧାରା ଠାରୁ ଅଧିକ ବୁଦ୍ଧିମାନ ଓ ମୋତେ ଅତ୍ୟନ୍ତ ଭଲ ପାଉଛି। ମୁଁ ଜାଣିନଥିଲି ଆଗକୁ କ'ଣ ହେବ, କିନ୍ତୁ ସେତେବେଳେ ମୋତେ ଲାଗୁଥିଲା ଯେ ମୋ ଦୁନିଆ ପୂରଣ ହୋଇଗଲା। ଆମେ ଏକ ଆରେକ ସହ ଅନେକ ପ୍ରତିଶ୍ରୁତି କରିଥିଲୁ, କିନ୍ତୁ ବୋଧେ ହୃଦୟର ପ୍ରତିଶ୍ରୁତି ସବୁବେଳେ ଭାଙ୍ଗିଯାଏ। ପଢ଼ାଶୁଣା ଶେଷ ହେବାର ଅପେକ୍ଷା ଥିଲା ଯେ ଦୁଇ ଘରେ ବିବାହର ପ୍ରସ୍ତୁତି ଆରମ୍ଭ ହୋଇଗଲା। ମୋର ଚାକିରି ମଧ୍ୟ ଲାଗିଗଲା ଏବଂ ଅନ୍ତିମରେ ବିବାହର ଦିନ ମଧ୍ୟ ଆସିଗଲା। ଯେତେବେଳେ ପରିଣତି ମୋ ଜୀବନରେ ସବୁଦିନ ପାଇଁ ସାମିଲ ହେବାକୁ ଥିଲା, ବିବାହର କିଛି ରୀତିନୀତି ଶେଷ ହେଲା ପରେ ଜୋତା ଲୁଚାଇବାର ସମୟ ଆସିଲା। ସେତେବେଳେ ମୁଁ ପରିଣତିର ଛୋଟ ଭଉଣୀ ମିତାଲିକୁ ଆସୁଥିବାର ଦେଖିଲି। ହାଲକା ସୁନେଲି ରଙ୍ଗର ପୋଷାକରେ ସେ ବହୁତ ସୁନ୍ଦର ଲାଗୁଥିଲା। ଆଜି ମୁଁ ତାକୁ ପ୍ରଥମ ଥର ପାଇଁ ଦେଖିଲି, କାରଣ ଏହା ପୂର୍ବରୁ ମୋର ତା ସହ ସାକ୍ଷାତ ହୋଇନଥିଲା। କେବଳ ତାର ଫଟୋରେ ହିଁ ଦେଖିଥିଲି। ତାକୁ ଦେଖି ମୁଁ କେବଳ ଚାହିଁ ରହିଲି। ଏମିତି ଲାଗିଲା ଯେମିତି ସମୟ ଅଟକି ଯାଇଛି। ତାର ଆଖିରେ ଏକ ନିରୀହତା ଥିଲା ଯାହା ମୋତେ କିଛି କହୁଥିଲା। ସେ ଜୋତା ଲୁଚାଇବାର ରୀତି କଲା, ତେବେ ମୁଁ ସବୁ କିଛି ଭୁଲିଗଲି। କେବଳ ବାରମ୍ବାର ତାର ମୁହଁକୁ ହିଁ ଚାହିଁ ରହୁଥିଲି। ବିଦାୟର ସମୟ ଆସିଲା ଏବଂ ବିଦାୟ ସମୟରେ ପରିଣତିର ବାପା ମୋତେ କହିଲେ, ବେଟା, ଆମେ ତୁମକୁ ଆମ ଝିଅ ଦେଉଛୁ, କେବଳ ତାର ବହୁତ ଯତ୍ନ ନେବ। ଆମେ ତାକୁ ସାରା ଜୀବନ ବହୁତ ଭଲ ପାଇ ରଖିଛୁ। ମୁଁ ସେମାନଙ୍କୁ ଭରସା ଦେଲି ଯେ ମୁଁ ତୁମ ଝିଅକୁ ତୁମଠାରୁ ଅଧିକ
ଭଲ ପାଇବି। ସେହି ସମୟରେ ମିତାଲି ବାରମ୍ବାର ମୋ ସାମ୍ନାରେ ଆସୁଥିଲା। ମୁଁ ଚେଷ୍ଟା କରୁଥିଲି ତାକୁ ଅଣଦେଖା କରିବାକୁ, କିନ୍ତୁ ମୋ ଆଖି ତାକୁ ଦେଖିବାକୁ ଅସହାୟ ହୋଇପଡ଼ୁଥିଲା। ବିଦାୟ ପରେ ଗାଡ଼ିରେ ପରିଣତି ଚୁପଚାପ ବସି ରହିଥିଲା। ମୁଁ ଧୀରେ କହିଲି, ଡରୁଛ କି? ସେ କହିଲା, ନା, କେବଳ ସମସ୍ତଙ୍କୁ ଛାଡ଼ି ଯିବାର ଦୁଃଖ ଲାଗୁଛି। ଘରେ ପହଞ୍ଚି ପରିଣତିର ଧୁମଧାମରେ ସ୍ୱାଗତ ହେଲା। ଆମର ବିବାହର ପ୍ରଥମ ରାତି ବହୁତ ଭଲ ଭାବେ କଟିଲା। ବିବାହ 2-3 ଦିନ ପରେ ପରିଣତିର ପରିବାର ଆମକୁ ଖାଇବାକୁ ନିମନ୍ତ୍ରଣ କଲେ। ଯେତେବେଳେ ଆମେ ସେଠାରେ ପହଞ୍ଚିଲୁ, ମୋ ଆଖି ପ୍ରଥମେ ମିତାଲି ଉପରେ ପଡ଼ିଲା, ଯିଏ ଆଜି ମଧ୍ୟ ବହୁତ ସୁନ୍ଦର ଲାଗୁଥିଲା। ଆମେ ସମସ୍ତେ ଖାଇବାକୁ ବସିଲୁ। ସେ ବାରମ୍ବାର ମୋତେ କିଛି ନା କିଛି ଦେଉଥିଲା କିମ୍ବା କହୁଥିଲା, ନିଅନ୍ତୁ ଜିଜୁ, ଚାଉଳର ପ୍ଲେଟ୍। ହଠାତ୍ ତାର ହାତ ମୋ ହାତ ସହ ଛୁଇଁଲା। ମୋତେ ବହୁତ ଅଜଣା ଅନୁଭବ ହେଲା। ପରିଣତି ମୁସ୍କାନ ଦେଇ କହିଲା, ମୋ ଭଉଣୀ ପ୍ରତ୍ୟେକ କାମରେ ପରଫେକ୍ଟ। ତୁମେ ତାକୁ ପସନ୍ଦ କରିବାରେ ବିଳମ୍ବ କରିବ ନାହିଁ। ପରିଣତି ଏହା ବୋଧେ ମଜାରେ କହିଥିଲା, କିନ୍ତୁ ମୋ ହୃଦୟରେ ଏହା ଜାଗା କରି ନେଇଥିଲା। ଏହାପରେ ଆମେ ମିତାଲିର ରୁମକୁ ଗଲୁ। ପରିଣତି ତାର ବାଲ୍ୟକାଳୀନ ଆଲବମ୍ ବାହାର କରି ମୋତେ ଦେଖାଇଲା। ସେ କହିଲା ଯେ ଏହା ମିତାଲିର ଜନ୍ମ ସମୟର ଫଟୋ ଓ ଆମ ପରିବାର ଭ୍ରମଣର। ମୁଁ ଚେଷ୍ଟା କରୁଥିଲି ପରିଣତି ଉପରେ ଧ୍ୟାନ ଦେବାକୁ, କିନ୍ତୁ ଫଟୋରେ ମିତାଲି ମୋତେ ତା ଆଡ଼କୁ ଟାଣି ନେଉଥିଲା। କିଛି ଦିନ ପରେ ଆମ ଘରେ ମୋ ଶ୍ୱଶୁର ଘର ଲୋକଙ୍କୁ ନିମନ୍ତ୍ରଣ କରାଗଲା। ଯେତେବେଳେ ମିତାଲି ଆସିଲା, ସେ ସମସ୍ତଙ୍କ ସହ ବହୁତ ଭଲ ଭାବେ କଥା ହେଉଥିଲା। କିଛି ଦିନ ଆଉ ଗଲା। ମୁଁ ଓ ପରିଣତି ନୂଆ ଘରକୁ ସିଫ୍ଟ ହେଲୁ। ଆମର ଜୀବନର ନୂଆ ଆରମ୍ଭ ହେଲା। କିନ୍ତୁ ମିତାଲିର ଚିନ୍ତା ମୋ ହୃଦୟରୁ ବାହାରୁ ନଥିଲା। ମୁଁ କେବେ କେବେ ବାହାନା କରି ପରିଣତିକୁ କହୁଥିଲି, ଚାଲ ତୁମ ଘରକୁ ଯିବା, ମା ବାପାଙ୍କ ଖବର ନେବା। ସେ ଖୁସି ଖୁସି ସେଠାରେ ଯିବାକୁ ପ୍ରସ୍ତୁତ ହେଉଥିଲା ଏବଂ ମୁଁ ସେଠାରେ ପହଞ୍ଚି ମିତାଲିକୁ ଦେଖି ଯେମିତି ଶାନ୍ତି ପାଉଥିଲି। ମିତାଲିର ସୌନ୍ଦର୍ଯ୍ୟ ଧୀରେ ଧୀରେ ମୋ ହୃଦୟରେ ଜାଗା କରୁଥିଲା। ସେହିଦିନ ମୋ ଜୀବନ ପ୍ରଥମ ଦିନ ଥିଲା, କିନ୍ତୁ ବୋଧେ ଜୀବନ କେବଳ ପରିଣତି ସହ ନୁହେଁ, କିଛି ଆର ଏକ ଝଲକ ମଧ୍ୟ ସାମିଲ ହୋଇଥିଲା। ଆମର ବିବାହ ପରେ ସବୁ କିଛି ସାଧାରଣ ହେବାକୁ ଲାଗିଲା। ପରିଣତି ସକାଳୁ ଉଠୁଥିଲା, ନାସ୍ତା ତିଆରି କରୁଥିଲା, ମୋତେ ଅଫିସ ପାଇଁ ପ୍ରସ୍ତୁତ କରୁଥିଲା। ମୁଁ କିଛି ସମୟ ଖବରକାଗଜ ପଢ଼ୁଥିଲି, ତାପରେ ଚା ପିଇ ଦୈନିକ ଖବର ଶୁଣୁଥିଲି। ସନ୍ଧ୍ୟାରେ ଘରେ ଫେରୁଥିଲି, ତେବେ ସେ ଦୁଆର ପାଖରେ ମୋ ଅପେକ୍ଷାରେ ଥାଏ। ଏମିତି ଲାଗୁଥିଲା ଯେ ଆମ ଦୁହିଁଙ୍କ ମଧ୍ୟରେ ପୂର୍ବ ପରି ପ୍ରେମ ଏବେ ମଧ୍ୟ ଅଛି, କିନ୍ତୁ ଏହା ସବୁ ଏକ ଭିନ୍ନ ବ୍ୟବସ୍ଥା ପରି ଲାଗୁଥିଲା। ଦିନେ ହଠାତ୍ ପରିଣତି କହିଲା ଯେ ମାଙ୍କ ଫୋନ୍ ଆସିଥିଲା। ସେ କହୁଛନ୍ତି, ତୁମେ ଆଜିକାଲି ଘରକୁ ଆସୁନାହଁ। ମୋତେ ଯେମିତି ବାହାନା ମିଳିଗଲା। ମୁଁ ତୁରନ୍ତ କହିଲି, ଚାଲ ରବିବାର ଯିବା। ତୁମେ ମଧ୍ୟ ତୁମ ପରିବାରକୁ ମନେ ପକାଉଛ ନିଶ୍ଚୟ। ମୋ ହୃଦୟରେ ଏକ ଅଜଣା ଚଞ୍ଚଳତା ଥିଲା। ଶ୍ୱଶୁର ଘରେ ପହଞ୍ଚିଲା ବେଳେ ପରିଣତିର ମା ଦୁଆର ପାଖରେ ମୋତେ ଜାକି ଧରିଲେ। ସେ କହିଲେ, ଆସିଗଲ ମୋ ପୁଅ, ଭଗବାନ ତୁମ ଦୁହିଁଙ୍କୁ ସବୁବେଳେ ଖୁସି ରଖନ୍ତୁ। ପରିଣତି ଭିତରକୁ ଚାଲିଗଲା ଏବଂ ମିତାଲି ବାହାରକୁ ଆସିଲା। ତା ହାତରେ ଏକ ଫାଇଲ ଥିଲା। ସେ କହିଲା, ଜିଜୁ ଆସିଗଲେ, ଶୀଘ୍ର ମିଠା ଆଣନ୍ତୁ। ମୁଁ କହିଲି, ଜିଜୁ କହିବାର କାରଣ କ'ଣ ଦରକାର? ତୁମେ ମୋ ନାମ ମଧ୍ୟ ଡାକିପାର। ସେ ହସି କହିଲା, ଠିକ୍ ଅଛି ଆଦିଜି। ସେହିଦିନ ଶ୍ୱଶୁର ଘରେ କଟିଗଲା, କିନ୍ତୁ ମୁଁ ଚେଷ୍ଟା କରୁଥିଲି ମିତାଲି ସହ ବ୍ୟକ୍ତିଗତ କଥା ହେବାକୁ। କିନ୍ତୁ ସେ କେବେ ଚା ଆଣୁଥିଲା ତ କେବେ ପଢ଼ାଶୁଣା ବିଷୟରେ କଥା ହେଉଥିଲା। ମୋ ଅଫିସରେ ଛୁଟି ଚାଲୁଥିଲା, ତେଣୁ ମୁଁ ପରିଣତି ସହ ଶ୍ୱଶୁର ଘରେ ହିଁ ରହିଥିଲି। ତୃତୀୟ ଦିନ ସକାଳୁ ନାସ୍ତା ସମୟରେ ମିତାଲିର କଥା ଶୁଣି ମୋତେ ଝଟକା ଲାଗିଲା। ସେ ତା ମାଆକୁ ଚାହିଁ କହିଲା, ମା, ସେଦିନ ଅନିତା ଆଣ୍ଟି କହୁଥିଲେ ଯେ ସେ ଦଶହରା ପରେ ମୋର ବାଗଦାନ ରଖିବାକୁ ଚାହୁଁଛନ୍ତି। ତାର ମା ମୁସ୍କାନ ଦେଇ କହିଲେ, ହଁ ବେଟା, ଏବେ ସମୟ ଆସିଗଲା ଯେ ତୋର ବିବାହ ମଧ୍ୟ ସମ୍ପୂର୍ଣ୍ଣ ହେବ। ମୋ ହାତରୁ ହଠାତ୍ ଚାମଚ ଖସି ପଡ଼ିଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ମୋତେ ଚାହିଁଲେ। ମୁଁ କିଛି ନ କହି ଚୁପ୍ ରହିଲି। ରାତିରେ ମୋତେ ନିଦ ହେଲା ନାହିଁ। ମନରେ ଏକମାତ୍ର ପ୍ରଶ୍ନ ଘୁରୁଥିଲା, ମିତାଲିର ବାଗଦାନ ହେବାକୁ ଯାଉଛି କି? ମିତାଲି ରାଜି କି? ମୁଁ ପଚାରିଲି। ତେବେ ପରିଣତି କହିଲା, ହଁ, ସେ ରାଜି। ମୁଁ ପଚାରିଲି, ତାକୁ ସେ ପିଲା ପସନ୍ଦ କି? ପରିଣତି କହିଲା, ହଁ, ମନୀଷକୁ ସେ ପସନ୍ଦ କରେ। ଏହା ଶୁଣି ମୋତେ ବହୁତ ରାଗ ହେଲା। ପରିଣତି ଜାଣିନଥିଲା, କିନ୍ତୁ ମୁଁ ନିଜେ ନିଜ ସହ ଜଟିଳ ହେବାକୁ ଲାଗିଲି। କେବେ କେବେ ମଣିଷ ଆରେକକୁ ଖୁସି ଦେଖି ନିଜର ଅସହାୟତା ଅନୁଭବ କରେ। ମୁଁ ସେହି ମଣିଷ ଥିଲି, ଯିଏ ନିଜର ଇଚ୍ଛାରେ ପ୍ରେମର ବନ୍ଧନରେ ବାନ୍ଧି ହୋଇଥିଲା ଏବଂ ଏବେ ଆରେକର ପ୍ରତିଶ୍ରୁତି ଦେଖି ବେଚେନି ହେଉଥିଲି। ପରବର୍ତ୍ତୀ ସପ୍ତାହରେ ମୁଁ ବାହାନା କଲି ଯେ ବ୍ୟବସାୟିକ ମିଟିଂ ଅଛି, 2 ଦିନ ସହର ବାହାରେ ରହିବି।
କିନ୍ତୁ ମୁଁ ସିଧା ଶ୍ୱଶୁର ଘରକୁ ଚାଲିଗଲି। ରାସ୍ତାରେ ଭାବୁଥିଲି ମିଳି ଆସିବି, ପରିଣତିର ମା ଖୁସି ହେବେ। ସେଠାରେ ପହଞ୍ଚିଲା ବେଳେ ମିତାଲି ତାର ରୁମ୍ରେ ଥିଲା। କିଛି ସମୟ ପରେ ବାହାରକୁ ଆସିଲା। ସେ ଦୁଷ୍ଟାମୀ ଭାବେ ପଚାରିଲା, ଆପଣ ସତରେ ବ୍ୟବସାୟ କାମରେ ଆସିଛନ୍ତି ନା ଆମ ସହ ମିଳିବା ପାଇଁ? ମୁଁ ମୁସ୍କାନ ଦେଇ ଉତ୍ତର ଦେଲି, ଦୁହେଁ। ସେହିଦିନ ମିତାଲିର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଧୁତ୍ୱପୂର୍ଣ୍ଣ ଥିଲା, କିନ୍ତୁ ମୁଁ ତାର ପ୍ରତ୍ୟେକ କଥାରେ କିଛି ଇଙ୍ଗିତ ଖୋଜୁଥିଲି। ସେ କହିଲା ଯେ ମନୀଷ ବହୁତ ବ୍ୟସ୍ତ ରହୁଛନ୍ତି, କେବେ ଫୋନ୍ ମଧ୍ୟ କରନ୍ତି ନାହିଁ। ମୁଁ ଉଦାସୀନ ଭାବେ କହିଲି, ତୁମକୁ ତାର ବାଗଦାନରେ କିଛି ଆପତ୍ତି ଅଛି କି? ସେ କହିଲା, ନା, ଏହି ସମ୍ପର୍କ ମୋ ପରିବାରର ଖୁସି ପାଇଁ ହେଉଛି। ଏବେ ତ ଅଭ୍ୟାସ ହୋଇଗଲା। ଘରେ ଫେରି ମୁଁ ପରିଣତିକୁ କହିଲି, ମିତାଲିର ପଢ଼ାଶୁଣା ଶେଷ ହେବା ପରେ ତାର ବିବାହ କଲେ ଭଲ। ପରିଣତି କହିଲା, ହଁ, ତାର ଏବେ ସେମିଷ୍ଟାର ବାକି ଅଛି। ମୁଁ ଚୁପ୍ ହୋଇଗଲି, କିନ୍ତୁ ମୋ ମନ ସମ୍ପୂର୍ଣ୍ଣ ଜାଗ୍ରତ ହୋଇଥିଲା। ନିଜକୁ ସଂଶୋଧନ କରିବା ବଦଳରେ ମୁଁ ଭିତରୁ ଭାଙ୍ଗି ପଡ଼ୁଥିଲି ଏବଂ କାହାକୁ ମୋ ଚିନ୍ତାର ଆଭାସ ନଥିଲା। ବୋଧେ ମୁଁ ନିଜେ ମଧ୍ୟ ଜାଣିନଥିଲି ମୁଁ କେଉଁ ପଥରେ ଚାଲିଛି। ସକାଳୁ ଅଫିସ, ସନ୍ଧ୍ୟାରେ ଘର ଏବଂ ମଝିରେ କିଛି ବନ୍ଧୁଙ୍କ ସହ ମୁଲାକାତ କିମ୍ବା ବଜାରରେ ବୁଲିବା। ପରିଣତି ଘର ସମ୍ଭାଳୁଥିଲା ଏବଂ ଏବେ ତାର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସୁଥିଲା। ଦିନେ ସେ ଚୁପଚାପ ମୋ ସାମ୍ନାରେ ଏକ ରିପୋର୍ଟ ରଖିଲା। ମୁଁ ପଚାରିଲି, ଏହା କ'ଣ? ସେ ହସି କହିଲା, ତୁମେ ବାପା ହେବାକୁ ଯାଉଛ। ମୁଁ ଉପରୁ ଖୁସି ଦେଖାଇଲି, କିନ୍ତୁ ଭିତରୁ ମୋତେ ରାଗ ହେଉଥିଲା। ମୋ ହୃଦୟରେ ଯେମିତି କେହି ରୁକାବଟ ସୃଷ୍ଟି କରୁଥିଲା। ଖୁସି ଥିଲା, କିନ୍ତୁ ମୋ ଭିତରେ ଏକ ଦୁର୍ବଳତା ହଲଚଲ କରୁଥିଲା। ପରିଣତି ଏବେ ଆଗ ପରେ ଅଧିକ ନିଜର ଯତ୍ନ ନେଉଥିଲା। ମୋ ସ୍ୱାସ୍ଥ୍ୟ ସହ ତାର ଖାଦ୍ୟପେୟରେ ମଧ୍ୟ ଧ୍ୟାନ ଦେଉଥିଲା। ସେ ସବୁବେଳେ କହୁଥିଲା, ମୁଁ ଚାହୁଁଛି ଆମର ପିଲା ଏକ ଭଲ ବାପାର କୋଳରେ ବଢ଼ୁ। ମୁଁ ମୁସ୍କାନ ଦେଉଥିଲି, କିନ୍ତୁ ମୋ ଧ୍ୟାନ ଅନ୍ୟତ୍ର ଭାସି ଯାଉଥିଲା। ମିତାଲି ଏବେ କେବେ କେବେ ଫୋନରେ ପରିଣତି ସହ କଥା ହେଉଥିଲା ଏବଂ ଯଦି ମୁଁ ପାଖରେ ଥାଏ ତେବେ ମୋ ଧ୍ୟାନ ତୁରନ୍ତ ତାର ସ୍ୱର ଉପରେ ଜମି ଯାଉଥିଲା। ସେମାନେ ଦୁହେଁ ହସି ହସି କଥା ହେଉଥିଲେ। ମିତାଲି କହୁଥିଲା, ଜିଜୁ ଆମ ଦୁହିଁଙ୍କ କଥା ଶୁଣୁଛନ୍ତି କି? ପରିଣତି କହୁଥିଲା, ହଁ, କେବେ କେବେ ଶୁଣି ନିଅନ୍ତି, ଯେତେବେଳେ କିଛି ଖାସ୍ କଥା ହୁଏ। ଦିନେ ପରିଣତି କହିଲା, ଚାଲ ମାଙ୍କ ଘରକୁ ଯିବା। ମାଙ୍କୁ କହିବା କଥା ଯେ ମୁଁ ଗର୍ଭବତୀ। ମୋତେ ଯେମିତି ବାହାନା ମିଳିଗଲା। ମୁଁ ତୁରନ୍ତ କହିଲି, ଠିକ୍ ଅଛି, ସେମାନଙ୍କୁ ଖୁସି ଖବର ଦେବା ଦରକାର। ଆମେ ପହଞ୍ଚିଲା ବେଳେ ଘରର ପୁରା ମାହୋଲ ଖୁସିରେ ବଦଳିଗଲା। ମିତାଲି ରୋଷେଇ ଘରୁ ଦୌଡ଼ି ଆସି କହିଲା, ଓହୋ, ମାସୀ ହେବାକୁ ଯାଉଛି। ଅଭିନନ୍ଦନ ଜିଜୁ। ଏବେ ତ ଆପଣଙ୍କୁ ଜିଜୁ ଡାକିବାକୁ ପଡ଼ିବ। ପରିଣତି ତାର ଗାଲ ସ୍ପର୍ଶ କରି କହିଲା, ତେବେ ଶୀଘ୍ର ତୁ ମଧ୍ୟ ବିବାହ କର, ଯେପରି ଆମେ ତୋତେ ମଧ୍ୟ କିଛି ଡାକିପାରିବୁ। ମିତାଲି ତୁରନ୍ତ ଚୁପ୍ ହୋଇଗଲା। ତାର ମୁହଁରେ ଗମ୍ଭୀରତା ଆସିଲା, କିନ୍ତୁ ଶୀଘ୍ର ମୁସ୍କାନରେ ବଦଳିଗଲା। ମୁଁ କିଛି ସମୟ ପରେ ରୁମ୍ରୁ ବାହାରି ଛାତ ଉପରେ ହାୱାରେ ଚାଲିଗଲି। କିଛି ସମୟ ପରେ ମିତାଲି ମଧ୍ୟ ସେଠାରେ ଆସିଲା। ସେ କହିଲା, ମୋ ଘରର ଛାତ ମୋର ପ୍ରିୟ ଜାଗା। ମୁଁ ବାଲ୍ୟକାଳରେ ଏଠାରେ ବସି ସ୍ୱପ୍ନ ଦେଖୁଥିଲି। ମୁଁ କହିଲି, ଏବେ ଆଉ ସ୍ୱପ୍ନ ଦେଖୁନ? ସେ କହିଲା, ଏବେ ତ ସେଗୁଡ଼ିକ ସ୍ଥିର ହୋଇଗଲା। ମନ ସହ ଏହି ସବୁ କଥା ହୁଏ। ମୁଁ ହାଲକା ମୁସ୍କାନ ଦେଇ କହିଲି, କେବଳ ସେ କହୁଛନ୍ତି, ତେଣୁ ତୁମେ ଚାହୁଁନାହଁ। ସେ ମୋ ଆଡ଼କୁ ଚାହିଁଲା। ତାର ଆଖିରେ କିଛି ଲହରୀ ଅଟକି ରହିଥିଲା। ସେ କହିଲା, ଆପଣଙ୍କୁ ଏଥିରେ କ'ଣ ଫରକ ପଡ଼ୁଛି? ମୁଁ ତା ଆଡ଼କୁ ଝୁଙ୍କି କହିଲି, ଯଦି ତୁମେ ଖୁସି ନାହଁ ତେବେ ଫରକ ପଡ଼ୁଛି। ସେ ତାତି ଯାଇ ହୋଇ କହିଲା, ଏବେ ଆପଣ ଏକଥା ମନୀଷକୁ କାହିଁକି ନ କହୁଛନ୍ତି? ତାଙ୍କ ସହ ତ ଆପଣଙ୍କର ବେଶ ବନ୍ଧୁତା ହୋଇଗଲା। ସେ ଠିକ୍ କହୁଥିଲା। ତା ଖାତିର ମୁଁ ତାର ହେବାକୁ ଥିବା ସ୍ୱାମୀ ସହ ବନ୍ଧୁତା କରିଥିଲି। ମୁଁ ଚୁପ୍ ହୋଇଗଲି ଏବଂ ସେ ରାଗରେ ତଳକୁ ଚାଲିଗଲା। ପରବର୍ତ୍ତୀ ଦିନ ଫେରିବା ସମୟରେ ପରିଣତି କହିଲା, ମୋତେ ଲାଗୁଥିଲା ତୁମେ ବାପା ହେବାରେ ଖୁସି ହେବ, କିନ୍ତୁ ତୁମର ବ୍ୟବହାର ତ ଅଜଣା ହୋଇଗଲା। ମୁଁ କହିଲି, ଏମିତି କିଛି ନାହିଁ, କେବଳ କାମର ଟେନସନ୍। ମୁଁ ତାକୁ ଏକ ସାଧାରଣ ଉତ୍ତର ଦେଲି, କିନ୍ତୁ ସତ ଏହା ଥିଲା ଯେ ମୋ ମନରେ ଜଟିଳତା ଥିଲା। ମିତାଲିର ନାରାଜୀ ମୋତେ ଅଜଣା ଶାନ୍ତି ଦେଇଥିଲା। ମୋତେ ଲାଗୁଥିଲା ଯେ ବୋଧେ ସେ ମଧ୍ୟ ମୋ ବିଷୟରେ ଚିନ୍ତା କରୁଛି। ବୋଧେ ତାକୁ ଏହି ସମ୍ପର୍କ ପସନ୍ଦ ନାହିଁ। ମୁଁ ମନୀଷ ବିଷୟରେ ପୁଣି ପଚାରିବାକୁ ଚେଷ୍ଟା କଲି। ପରିଣତି ଗମ୍ଭୀର ହୋଇ କହିଲା, ଆଦି, ତୁମେ ବାରମ୍ବାର ମିତାଲି ଓ ମନୀଷର କଥା କାହିଁକି କହୁଛ? ମୁଁ କହିଲି, କେବଳ ଭାବୁଛି ସେମାନେ ଏକ ଆରେକ ସହ ଖୁସି କି ନାହିଁ। ଯଦି ମିତାଲି ଖୁସି ନାହିଁ ତେବେ ଆମେ ତାର ବାଗଦାନ ଅଟକାଇ ଦେବୁ। ସେ କହିଲା, ତୁମେ କ'ଣ ଚାହୁଁଛ ଯେ ବାଗଦାନ ନ ହେଉ? ମୁଁ କହିଲି, ନା, କେବଳ ସମୟ ନେବା ଦରକାର।
ପରିଣତି ମୋତେ ଘୁରି ଚାହିଁଲା, ଯେମିତି କିଛି ଜାଣିବାକୁ ଚେଷ୍ଟା କରୁଛି। ପରେ ସେ ଚୁପ୍ ହୋଇଗଲା। ଏବେ ମୁଁ ଏକା ଏକା ରହୁଥିଲି। ମନରେ କେବଳ ମିତାଲିର କଥା ଘୁରୁଥିଲା। ତାର ମୁସ୍କାନ, ଛାତ ଉପରେ କଟିଥିବା ସମୟ, ସବୁ କିଛି ମୋତେ ମନେ ପଡ଼ୁଥିଲା। ଦିନେ ମୁଁ ହଠାତ୍ ମନୀଷକୁ ବଜାରରେ ଦେଖିଲି। ସେ ଜଣେ ଝିଅ ସହ କିଛି କାଗଜପତ୍ର ଦେଖୁଥିଲା। ମୋତେ ଦେଖି ସେ ହେଲୋ କଲା। ମୁଁ ତା ପାଖକୁ ଗଲି। ସେ କହିଲା, ଆସନ୍ତୁ ଆଦି ଭାଇ, ବସନ୍ତୁ। ଆଜିକାଲି କ'ଣ ଚାଲିଛି? ମୁଁ କହିଲି, ହଁ, ଆମେ ତ କାମରେ ବ୍ୟସ୍ତ। ତୁମେ କ'ଣ କରୁଛ? ସେ କହିଲା, ବିବାହର ପ୍ରସ୍ତୁତି କରୁଛି। ବିବାହ ପରେ ମିତାଲିକୁ ବାହାରକୁ ନେଇ ଯିବାର ଯୋଜନା। ଏହା ଶୁଣି ମୋ ହୃଦୟରେ ଯେମିତି ବୋଝ ପଡ଼ିଲା। ମୁଁ କହିଲି, ହଁ, ତୁମେ ତ ଏକଥା ଆଗରୁ ମଧ୍ୟ କହିଥିଲ। ସେ ହସି କହିଲା, ବୋଧେ ସେ ଖୁସିରେ ସମ୍ଭାଳି ପାରୁନାହିଁ। ମୁଁ ବିନା କିଛି କହି ଉଠିଲି, କାରଣ ମୋ ମନ ଅସ୍ଥିର ହୋଇଗଲା। ଘରେ ଫେରି ମୁଁ ପରିଣତି ପାଖରେ ବସିଲି। ସେ ପନିପରିବା କାଟୁଥିଲା। ମୁଁ ଧୀରେ ତାର ପେଟ ଉପରେ ହାତ ରଖିଲି। ସେ ମୋତେ ଚାହିଁ ମୁସ୍କାନ ଦେଇ କହିଲା, ଏହି ପିଲା ଆମ ଦୁହିଁଙ୍କୁ ଆହୁରି ନିକଟତର କରିବ। ମୁଁ ମୁଣ୍ଡ ହଲାଇ ଦେଲି। ମୋ ହୃଦୟ କିଛି ଆରେକ କହୁଥିଲା, ମୋ ମନ କିଛି ଆରେକ ବୁଝୁଥିଲା। ମୁଁ ହାରିବାକୁ ଲାଗୁଥିଲି। ବ୍ୟବସାୟର ଅବସ୍ଥା କିଛି ସପ୍ତାହ ଧରି ଖରାପ ଚାଲୁଥିଲା। କିଛି ମାସ ଆଗରୁ ଯେଉଁଥିରେ ଲାଭ ହେଉଥିଲା, ଏବେ ତାହା କ୍ଷତିରେ ଚାଲିଥିଲା। ମୁଁ ଏହିସବୁ ହିସାବ ନିକାଶ ଜଡ଼ିତ ଥାଏ। ଏକ ସନ୍ଧ୍ୟାରେ ପରିଣତି ମୋ ପାଖକୁ ଆସିଲା। ତାର ମୁହଁ କ୍ଳାନ୍ତ ଲାଗୁଥିଲା, କିନ୍ତୁ ତା ହାତରେ କିଛି କାଗଜ ଥିଲା। ମୁଁ ପଚାରିଲି, ଏହା କ'ଣ? ସେ କହିଲା, ମୁଁ 2ଟି ଜାଗାରେ ଆବେଦନ କରିଥିଲି। ଏକ ସ୍କୁଲ ଓ ଏକ କମ୍ପାନୀରୁ କଲ୍ ଆସିଛି। କାଲି ଇଣ୍ଟରଭ୍ୟୁ ଅଛି। ମୁଁ କହିଲି, ତୁମକୁ ଚାକିରି କରିବାର କୌଣସି ଆବଶ୍ୟକତା ନାହିଁ। ଏବେ ତୁମେ ଗର୍ଭବତୀ ଅଛ। ଏପରି ଅବସ୍ଥାରେ ମୁଁ ତୁମକୁ କାମ କରିବାକୁ ବିଲକୁଲ ଅନୁମତି ଦେବି ନାହିଁ। ସେ କହିଲା, ମୁଁ ମା ହେବାକୁ ଯାଉଛି, ଦୁର୍ବଳ ନୁହେଁ। ଏହି ସମୟରେ କେବଳ ତୁମର ନୁହେଁ, ମୋର ମଧ୍ୟ। ମୁଁ ଚୁପ୍ ହୋଇଗଲି। ପରିଣତି ସତରେ ବଦଳି ଯାଇଥିଲା। କିଛି ଦିନ ପରେ ସେ ଚାକିରି ଆରମ୍ଭ କରିଦେଲା। ସକାଳୁ ଯାଉଥିଲା, ସନ୍ଧ୍ୟାରେ ଘରକୁ ଫେରୁଥିଲା କ୍ଳାନ୍ତ ହୋଇ। କିନ୍ତୁ ଖାଇବା ପାଇଁ କିଛି ନା କିଛି ତିଆରି କରି ଦେଉଥିଲା। ମୁଁ ତାକୁ ମନା କଲି, ତୁମେ କିଛି କର ନାହିଁ, ମୁଁ ବଜାରରୁ ମଗାଇଦେବି। ସେ କହିଲା, ନା, ତୁମ ପାଇଁ ଏସବୁ କିଏ କରିବ? ସେ ଚୁପଚାପ ରୋଷେଇ ଘରକୁ ଚାଲିଗଲା ଏବଂ ମୁଁ କିଛି କହିପାରିଲି ନାହିଁ। ମୁଁ ତାକୁ ଧନ୍ୟବାଦ ମଧ୍ୟ ଦେଲି ନାହିଁ। ମୋ ଆଖିରେ କେବଳ ଗୋଟିଏ ମୁହଁ ଥିଲା, ଯାହାର ଛବି ବାରମ୍ବାର ମୋ ମନରେ ଛାଇ ରହୁଥିଲା, ମିତାଲି। ମୁଁ ସବୁବେଳେ ପରିଣତିକୁ କହୁଥିଲି, ଚାଲ ମାଙ୍କ ଘରକୁ ଯିବା, ମିତାଲିର ଖବର ନେବା। ସେ ବିନା ପ୍ରଶ୍ନରେ ପ୍ରସ୍ତୁତ ହୋଇଯାଉଥିଲା। ସେ ଭାବୁଥିଲା, ମୁଁ ତାର ପରିବାରର ଚିନ୍ତା କରୁଛି, ଆଗ୍ରହ ନେଉଛି, କିନ୍ତୁ ମୋ ନିୟତରେ କେବଳ ତାର ଭଉଣୀ ଥିଲା। ଶ୍ୱଶୁର ଘରେ ପହଞ୍ଚି ମୁଁ ତୁରନ୍ତ ମିତାଲିକୁ ଖୋଜୁଥିଲି। ସେ କେଉଁଠି ଅଛି? ସେ କେବେ ତା ରୁମ୍ରେ ପଢ଼ୁଥିଲା ତ କେବେ ରୋଷେଇ ଘରେ କାମ କରୁଥିଲା। ପ୍ରତ୍ୟେକ ଥର ତାକୁ ଦେଖି ମୁଁ ମୋ ହୃଦୟକୁ ସାନ୍ତ୍ୱନା ଦେଉଥିଲି। ଦିନେ ସେ ଗ୍ୟାଲେରୀରେ ଏକା ବସିଥିଲା। ପରିଣତି ଭିତରେ ଥିଲା। ମୁଁ ଚୁପଚାପ ତା ପାଖକୁ ଯାଇ ବସିଲି। ମୁଁ କହିଲି, ଆଜିକାଲି ବହୁତ ଚୁପଚାପ ଅଛ। ସେ କହିଲା, ଆପଣଙ୍କୁ କେମିତି ଜଣା? ମୁଁ କହିଲି, ମୁଁ ତୁମକୁ ଦେଖୁଛି। ସେ କହିଲା ଯେ ମନୀଷଙ୍କ ପରିବାର ତା ଉପରେ ଚାପ ଦେଉଛନ୍ତି। ସେମାନେ ବିବାହର ତାରିଖ ନିର୍ଦ୍ଧାରଣ କରିବାକୁ ଚାହୁଁଛନ୍ତି। ମୁଁ ପଚାରିଲି, ଆଉ ତୁମେ କ'ଣ ଚାହୁଁଛ? ସେ କହିଲା, ମୋ ଚାହିଁବା କିମ୍ବା ନ ଚାହିଁବାରେ କ'ଣ ଫରକ ପଡ଼ୁଛି? ନିଷ୍ପତ୍ତି ତ ସମସ୍ତେ ନେଇସାରିଛନ୍ତି। ମୁଁ କହିଲି, ତେବେ ତୁମେ ଅସ୍ୱୀକାର କାହିଁକି କରୁନାହଁ? ସେ ମୋ ଆଖିକୁ ଚାହିଁ କହିଲା, କାରଣ ତୁମେ ଅସ୍ୱୀକାର କରାଇବାକୁ ଆସିନାହଁ, କେବଳ ଶୁଣିବାକୁ ଆସିଛ। ଏହା କହି ସେ ଉଠି ଭିତରକୁ ଚାଲିଗଲା। ସେହି ରାତିରେ ମୁଁ ପରିଣତି ସହ କଥା ହେଲି। ମନୀଷ ତୁମ ମତରେ କେମିତିକା ପିଲା? ସେ କହିଲା, ଠିକ୍ ଅଛି, ଟିକିଏ ଅତ୍ୟଧିକ ପ୍ରତିକ୍ରିୟା କରେ, କିନ୍ତୁ ମିତାଲି ପାଇଁ ପରଫେକ୍ଟ। ମୁଁ କହିଲି, ନା, ତୁମ ଭଉଣୀ ପାଇଁ ସେ ଟିକେ ଅଧିକ ହେବ। ତା ପରିବାର ସହ କଥା ହେବା, ବିବାହ ପାଇଁ ଟିକେ ସମୟ ନେବା ଦରକାର। ସେ କହିଲା, ତୁମେ କ'ଣ ଚାହୁଁଛ, ଏହି ସମ୍ପର୍କ ନ ହେଉ? ମୁଁ କହିଲି, କେବଳ ସମୟ ନେବା ଦରକାର, ଏତେ ଜଲ୍ଦି କ'ଣ ଆବଶ୍ୟକ? ପରିଣତି ମୋତେ ଘୂରେଇ ଚାହିଁଲା, କିନ୍ତୁ କିଛି କହିଲା ନାହିଁ। ପରବର୍ତ୍ତୀ ଦିନ ଅଫିସ୍ ଯାଇଥିବା ବେଳେ ମକାନ ମାଲିକ ମୋତେ ସ୍ପଷ୍ଟ କହିଦେଲେ, ଆଗାମୀ ସପ୍ତାହରେ ମକାନ ଭଡ଼ା ନ ଦେଲେ ଘର ଖାଲି କରିବାକୁ ପଡ଼ିବ। ମୁଁ ଚୁପ୍ ହୋଇଗଲି। ଘରେ ବସିଥାଏ। ପରିଣତି ଆସିଲା। ସେ କହିଲା, ମୁଁ ତୁମ ପାଇଁ ଏକ କମିଟି ବାହାର କରିଛି, ଶୀଘ୍ର ମିଳିଯିବ। ତୁମେ ସେମିତି କିଛି ବ୍ୟବସାୟ କରିନେବ। ମୁଁ ମୁଣ୍ଡ ହଲାଇ ଦେଲି, କିନ୍ତୁ ମୋତେ କିଛି ଅନୁଭବ ହେଲା ନାହିଁ।
ପରିଣତିର ତ୍ୟାଗ, ତାର ଚିନ୍ତା ସବୁ କିଛି ମୋତେ ବୋଝ ଲାଗୁଥିଲା। ସେ ମୋ ପଥରେ ଏକ ଦେୱାଲ ହେଉଥିଲା। ମିତାଲି ପାଖକୁ ପହଞ୍ଚିବାରେ ରୁକାବଟ ସୃଷ୍ଟି କରୁଥିଲା। ଏକ ସନ୍ଧ୍ୟାରେ ଆମେ ପରିଣତିର ମାଇକା ଆଡ଼କୁ ଗଲୁ, କାରଣ ସେଠାରେ ଯାହାର ଜନ୍ମଦିନ ଥିଲା। ପରିଣତି କହିଲା, ଚାଲ ଆମେ ମଧ୍ୟ ଯିବା। ସେଠାରେ ପହଞ୍ଚିଲା ବେଳେ ମିତାଲି କିଛି ସମୟ ପରେ ଆସିଲା। ସୁନ୍ଦର ପୋଷାକରେ ମୁଁ ତା ଆଡ଼କୁ ବଢ଼ିଲି। ମୁଁ କହିଲି, କଥା କ'ଣ? ଆଜି ତ ବହୁତ ବ୍ୟସ୍ତ ଅଛ। ସେ ହସି କହିଲା, ନା, କେବଳ ତାଙ୍କଠାରୁ ବଞ୍ଚିବାକୁ ଚେଷ୍ଟା କରୁଛି, ଯାହାଠାରୁ ବଞ୍ଚିବା କଷ୍ଟ। ଏତିକି କହି ସେ ଆଗକୁ ବଢ଼ିଲା। ତାର ଶବ୍ଦ ମୋ ଉପରେ ବହୁତ ସମୟ ଧରି ଆକ୍ରମଣ କରୁଥିଲା। ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ତାର କୌଣସି ଇଙ୍ଗିତର ଅପେକ୍ଷା କରୁଥିଲି, ଯାହା ମୋତେ ନିଶ୍ଚିତ କରାଇଦେବ ଯେ ମିତାଲି ମଧ୍ୟ ମୋତେ ଚାହୁଁଛି। ବ୍ୟବସାୟର ସମସ୍ୟା, ପରିଣତିର ଅବସ୍ଥା ହେତୁ ସବୁ କିଛି ବେକାର ଲାଗୁଥିଲା। ମୋ ଆଖିରେ ଏକ ହବସର ପଟି ବନ୍ଧା ହୋଇଥିଲା। କିନ୍ତୁ ମୋ ଆଖିରେ କେବଳ ଗୋଟିଏ ମୁହଁ ଥିଲା। ବାକି ସବୁ ମୁହଁ, ସବୁ ସମ୍ପର୍କ ବନ୍ଧନରେ ବନ୍ଧା ହୋଇଗଲା। ବାକି ସମସ୍ତଙ୍କ ଆଖିରେ ମୁଁ ସେହି ଆଦି ଥିଲି, ଯିଏ ଏକ ସ୍ୱାମୀ ଥିଲା ଓ ବାପା ହେବାକୁ ଯାଉଥିଲା। କିନ୍ତୁ ଭିତରୁ ମୁଁ ମିତାଲିର କଏଦୀ ହୋଇଗଲା ଭଳି ଥିଲି। ଏବଂ ଏହି କଏଦ ଏବେ ବୋଧେ ଆଜୀବନ ହେବାକୁ ଯାଉଥିଲା। ସକାଳୁ ଅଫିସ ଯିବାର ବାହାନାରେ ମୁଁ ସବୁବେଳେ ପାର୍କକୁ ଚାଲି ଯାଉଥିଲି। ଅଫିସରେ ମୋ ପାଇଁ କୌଣସି ଜାଗା ନଥିଲା, କିନ୍ତୁ ମନରେ ସେହି ହିସାବ ନିକାଶ ଚାଲିଥିଲା, ଯାହାକୁ ପୂରଣ କରିବା ପାଇଁ ମୁଁ ନିଜକୁ ଯୋଗ୍ୟ ମନେ କରୁନଥିଲି କି ନିଜକୁ ଦୁର୍ବଳ କରିବା ପାଇଁ ପ୍ରସ୍ତୁତ ଥିଲି। ଘରର ସମସ୍ତ ସମସ୍ୟା ମୋ ପତ୍ନୀ ଏପରି ଅବସ୍ଥାରେ ମଧ୍ୟ ତାର ଚାକିରି ଦ୍ୱାରା ସମାଧାନ କରିବା ଆରମ୍ଭ କରିଦେଇଥିଲା। ମିତାଲିର ବାଗଦାନ ପୂର୍ବରୁ ମୋତେ କିଛି ଭଲ ଲାଗୁନଥିଲା। ଘରେ ତାର ବାଗଦାନ ପ୍ରସ୍ତୁତି ଜୋରଦାରରେ ଚାଲୁଥିଲା। ସମସ୍ତେ ଖୁସି ଥିଲେ, ଆଉ ମୁଁ ଚୁପଚାପ ଥିଲି, ଏକ ତମାସା ଦେଖୁଥିଲି। ଭିତରେ ଭିତରେ କିଛି ଚିନ୍ତା କରୁଥିଲି। ଦିନେ ପରିଣତିର ମା କହୁଥିଲେ, ମିତାଲିର ବିବାହର ତାରିଖ ମଧ୍ୟ ନିର୍ଦ୍ଧାରଣ କରିଦେବା। ମନୀଷଙ୍କ ପରିବାର ଚାହୁଁଛନ୍ତି ଆଗାମୀ ମାସରେ ଏମାନଙ୍କ ବିବାହ ହେଉ। ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି, ଏତେ ଜଲ୍ଦି କାହିଁକି? ସେମାନେ କହିଲେ, ବେଟା, ତୁମକୁ କିଛି ଆପତ୍ତି ଅଛି କି? ମୁଁ କହିଲି, ନା, ମୋତେ କୌଣସି ଆପତ୍ତି ନାହିଁ, କେବଳ ମିତାଲି ଏବେ ପଢ଼ୁଛି ନା। ତାର ମା କହିଲେ, ମନୀଷ ବାହାଘରକୁ ଯିବାକୁ ଚାହୁଁଛନ୍ତି। ତା ପୂର୍ବରୁ ବିବାହ ହେଲେ ମିତାଲି ମଧ୍ୟ ତା ସହ ଯାଇପାରିବ। ଏହା ତାର ଯୋଜନା। ମୋ ମୁଣ୍ଡ ନଇଁ ପଡ଼ିଲା। ସେହି ରାତିରେ ମୁଁ ଏକା ଛାତ ଉପରେ ଯାଇ ବସିଲି। ପରିଣତିର ଆୱାଜ ବାରମ୍ବାର ଆସୁଥିଲା, ଆଦି, କେଉଁଠି ଅଛ? ଖାଇବା ଖାଅ, ଥଣ୍ଡା ହେଉଛି। ମୁଁ କୌଣସି ଉତ୍ତର ଦେଲି ନାହିଁ। ଏବେ ଏକ ନିଷ୍ପତ୍ତି ମୋ ମନରେ ଥିଲା। ପରବର୍ତ୍ତୀ ଦିନ ମୁଁ ପରିଣତି ପାଇଁ ଦୁପରେ ଚକୋଲେଟ୍ କିଣିଲି ଓ ନିଜକୁ ବୁଝାଇଦେଲି, ଦେଖ, ଯଦି ଏହି ଅନୁଭବ ଶେଷ ହୋଇପାରେ, ତେବେ କାହିଁକି ଏକ ସୁଯୋଗ ନ ଦେବ? ଘରେ ଫେରି ମୁଁ ପରିଣତିକୁ ଚକୋଲେଟ୍ ଦେଲି। ସେ ଖୁସି ହେଲା। ସେ ମୁସ୍କାନ ଦେଇ କହିଲା, ମା କହୁଛନ୍ତି ଗର୍ଭବତୀ ମହିଳାଙ୍କୁ ଛୋଟ ଛୋଟ ଉପହାର ବହୁତ ଖୁସି ଦିଏ। ମୁଁ ମୁସ୍କାନ ଦେଇ ମୁଣ୍ଡ ହଲେଇ ଦେଲି। ମୋ ମନରେ କେବଳ ଗୋଟିଏ କଥା ଚାଲୁଥିଲା, ମୁଁ କ'ଣ ଏହି ମହିଳାଙ୍କୁ ମାରିପାରିବି, ଯିଏ ଏବେ ମୋ ସନ୍ତାନକୁ ଜନ୍ମ ଦେବାକୁ ଯାଉଛି? ଏହି ପ୍ରଶ୍ନ ମୋ ମନକୁ କାଟୁଥିଲା, ଆଉ ମୁଁ ନିଜକୁ ବାହାନା ଦେଉଥିଲି ଯେ ମୁଁ ଅସହାୟ। ଯଦି ମିତାଲି ମୋର ହୋଇପାରେ, ତେବେ ସବୁ କିଛି ଠିକ୍ ହୋଇଯିବ। ଏହା କେବଳ ଏକ ରୁକାବଟ। ଅନେକ ଦିନ ଧରି ମୁଁ ପରିଣତିଠାରୁ ଅଲଗା ରହିବା ଆରମ୍ଭ କଲି। ରାତିରେ ଡେରିରେ ଘରକୁ ଫେରିବା, ସକାଳୁ ଶୀଘ୍ର ଯିବା, କଥାରେ ଉଦାସୀନତା। ସେ ବୁଝି ଯାଇଥିଲା ଯେ କିଛି ନା କିଛି ଗଡ଼ବଡ଼ ଅଛି। ଏକ ସନ୍ଧ୍ୟାରେ ସେ ମୋତେ ପଚାରିଲା, ଆଦି, ମୁଁ କ'ଣ ତୁମ ପାଇଁ ଏବେ ବୋଝ ହୋଇଗଲି? ମୁଁ ଆଶ୍ଚର୍ଯ୍ୟ ହୋଇ ତା ଆଡ଼କୁ ଚାହିଁଲି। ତା ଆଖିରେ ଲୁହ ଥିଲା। ମୁଁ କହିଲି, ତୁମେ ଏମିତି କାହିଁକି ଭାବୁଛ? ସେ କହିଲା, ତୁମର ବ୍ୟବହାରରୁ ଏମିତି ଲାଗୁଛି ତୁମେ ମୋ ଠାରୁ ଦୂରେଇ ଯାଉଛ। ବୋଧେ ତୁମକୁ ମୋ ଠାରୁ ଆଉ କିଛି ଚାହିଁଥିଲା, ଯାହା ମୁଁ ତୁମକୁ ଦେଇପାରିଲି ନାହିଁ। ମୁଁ କହିଲି, ଏମିତି କିଛି ନାହିଁ, କେବଳ ବ୍ୟବସାୟର ଟେନସନ୍, ଆର୍ଥିକ ଅବସ୍ଥା ଖରାପ ହେବାରୁ ସମସ୍ୟା। ସେ କିଛି ନ କହି ବହୁତ ସମୟ ଚୁପ୍ ରହିଲା। ପରେ କହିଲା, ଯଦି ମୋ ଉପସ୍ଥିତି ତୁମକୁ କଷ୍ଟ ଦେଉଛି, ତେବେ ମୋତେ କହିଦିଅ, ମୁଁ ତୁମ ଉପରେ ଅଭିଯୋଗ କରିବି ନାହିଁ। ଏହି ଶବ୍ଦ ମୋ ଭିତରେ ଧମାକା ପରି ଗୁଞ୍ଜୁଥିଲା। ସେ ସବୁ କିଛି ବୁଝି ଯାଇଥିଲା, କିମ୍ବା କେବଳ ଭାବୁକ ହେବା ହେତୁ ଏମିତି କହିବାକୁ ବାଧ୍ୟ ହୋଇଥିଲା। ଏହି ସପ୍ତାହରେ ମୁଁ ତାକୁ କହିଲି, ଚାଲ କେଉଁଠି ବାହାରକୁ ଯିବା, ଟିକିଏ ସମୟ ଏକା ସାଙ୍ଗରେ କାଟିବା। ସେ ଆଶ୍ଚର୍ଯ୍ୟ ହେଲା ଓ ଏକା ସାଙ୍ଗରେ ଖୁସି ମଧ୍ୟ। ଏବେ ଗାଡ଼ିରେ ବାହାରିଲୁ। ସହରରୁ କିଛି ଦୂର ଏକ ରାସ୍ତାକୁ ଚାଲିଗଲୁ, ଯେଉଁଠାରେ ଅଧିକ ଭିଡ଼ ନଥିଲା। ସେ ହସି କହିଲା, ତୁମେ ମୋତେ ଏଠାକୁ କାହିଁକି ଆଣିଛ?
ମୁଁ କହିଲି, କେବଳ ତୁମ ସହ କଥା ହେବାକୁ। ସେ କହିଲା, ଏମିତି କ'ଣ କଥା ଯାହା ଆମେ ଘରେ କହିପାରିନଥିଲୁ? ମୁଁ ଚୁପ୍ ହୋଇଗଲି। ହାତ ଷ୍ଟିଅରିଂ ଉପରେ ଥିଲା, କିନ୍ତୁ ହୃଦୟ ଓ ମନ ଅନ୍ୟତ୍ର ଧଡ଼କୁଥିଲା। ଯେମିତି ମୁଁ କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ମୁଁ କିଛି କରିପାରିଲି ନାହିଁ। ମୋ ହାତ ଅଟକିଗଲା। ମୋ ଭିତରୁ ଏକ ଜୋରଦାର ଆୱାଜ ଆସିଲା, ଆଦି, ତୁମେ କାହାର ଜୀବନ ନେବାକୁ ଯାଉଛ? ମୁଁ ଗାଡ଼ି ମୋଡ଼ିଦେଲି। ପରିଣତି ପଚାରିଲା, କେଉଁଠିକି ଯାଉଛ? ମୁଁ କହିଲି, ଘରକୁ। କିଛି ମନେ ପଡ଼ିଗଲା। ରାତିରେ ସେ ଶୋଇପଡ଼ିଲା। ମୁଁ ଛାତ ଉପରେ ଚାଲିଗଲି। ମୁଁ ବହୁତ ଚୁପଚାପ ଥିଲି। ଅନ୍ଧକାରରେ ଏକ ମାଛି ବାରମ୍ବାର ମୋ ପାଖକୁ ଆସୁଥିଲା। ଯେମିତି ସେ ବାରମ୍ବାର ମନେ ପକାଉଥିଲା ଯେ ଗନ୍ଧେଲି କେଉଁଠି ଅଛି। ମୁଁ କାହାର ଜୀବନ ଶେଷ କରିବାକୁ ଚାହୁଁଥିଲି, କିନ୍ତୁ ମୋ ହୃଦୟରେ ବିଷ ଏବେ ମଧ୍ୟ ସେହିପରି ଥିଲା। ଏହି ଯୁଦ୍ଧ ଏବେ ଶେଷ ହୋଇନଥିଲା, କେବଳ ଏକ ଦିନ ପାଇଁ ଟଳି ଯାଇଥିଲା। ଆଉ ବୋଧେ ଆଗାମୀ ଦିନ ମୁଁ ଆହୁରି ଦୁର୍ବଳ ହୋଇଯିବି। ସେହି ରାତିରେ ମୁଁ ବହୁତ ସମୟ ଧରି ଛାତ ଉପରେ ବସି ରହିଲି। ତଳେ ରୁମ୍ରେ ପରିଣତି ଶୋଇପଡ଼ିଥିଲା, ଆଉ ମୋ ହୃଦୟରେ ନିଷ୍ଠୁର ଚିନ୍ତା ଜାଗୁଥିଲା। ମୁଁ ନିଜକୁ ରୋକି ବୁଝାଉଥିଲି, ଅଟକାଉଥିଲି, କିନ୍ତୁ ହୃଦୟ ଯେମିତି କାହାର ଅଧୀନରେ ନଥିଲା। ମିତାଲିର ବାଗ୍ଦାନ ଖବର ମୋ ହୃଦୟରେ ଆହୁରି ଚିଡ଼ୁଥିଲା। ତାହାର ବାଗ୍ଦାନ ଦିନ ମଧ୍ୟ ଆସିଲା। ମୁଁ 2 ଦିନ ବିଲକୁଲ ଚୁପଚାପ ରହିଲି। କାହା ସହ କିଛି କଥା ହେଲି ନାହିଁ। କେବଳ କାମରେ ବ୍ୟସ୍ତ ଓ କ୍ଳାନ୍ତିର ବାହାନା କଲି। ପରିଣତି ବୁଝି ଯାଇଥିଲା ଯେ କିଛି ଠିକ୍ ନାହିଁ, କିନ୍ତୁ ତା ପାଖରେ ଏତେ ସାହସ ନଥିଲା ଯେ ସେ ଖୋଲାଖୋଲି ମୋତେ କିଛି ପଚାରିପାରିବ। ଏକ ସକାଳୁ ଚା'ର କପ୍ ମୋ ସାମ୍ନାରେ ରଖି ସେ କହିଲା, ଯଦି ମୁଁ କିଛି ଭୁଲ କରି ବସେ, ତେବେ ମୋତେ କ୍ଷମା କରିଦେବ। କେବେ କେବେ ମଣିଷ କେବଳ ହୃଦୟରୁ ଚିନ୍ତା କରେ, ମନ ଚୁପ୍ ହୋଇଥାଏ। ମୁଁ ତା ଆଡ଼କୁ ନ ଚାହିଁ ଚା'ର କପ୍ ଉଠାଇ ମୁଣ୍ଡ ହଲେଇ ଦେଲି। ସେହିଦିନ ଘରେ ବିଜୁଳି ଚାଲିଗଲା। ଇନଭର୍ଟର ମଧ୍ୟ ହଠାତ୍ ବନ୍ଦ ହୋଇଗଲା। ପରିଣତି ଷ୍ଟୋରରୁମ୍କୁ ମହମବତୀ ଆଣିବାକୁ ଗଲା। ଉପର ରୁମ୍ର ଆଲୋକ ଦେଖି ମୁଁ ଜାଣିଲି ଏହା ହିଁ ସୁଯୋଗ। ମୋ ହୃଦୟ ଜୋରରେ ଧଡ଼କିବାକୁ ଲାଗିଲା। ମୁଁ ଜୋତା ପିନ୍ଧି ଧୀରେ ଧୀରେ ତଳକୁ ଓହ୍ଲାଇଲି। ପରିଣତି ସିଡ଼ିରେ ପୁଣି ଚଢ଼ୁଥିଲା। ଗୋଟିଏ ହାତରେ ମହମବତୀ, ଆଉ ଗୋଟିଏ ହାତରେ ତାର ସେପଟୁ ସମ୍ଭାଳୁଥିଲା। ମୁଁ ଧୀରେ ପାଦ ବଢ଼ାଇଲି, ଯେମିତି କିଛି ଖୋଜୁଛି। ମୁଁ କହିଲି, ପରିଣତି, 1 ମିନିଟ୍ ଶୁଣ। ସେ ଅଟକି ମୁଡ଼ି କହିଲା, ଜି। ସେ ଏକ ମୁହୂର୍ତ୍ତ ମୋ ଆଡ଼କୁ ଚାହିଁଲା। ତାର ମୁହଁ କ୍ଳାନ୍ତ ଲାଗୁଥିଲା। ମୁଁ ହୃଦୟରେ ଭାବିଲି, ଏବେ ନା, ଏବେ ନୁହେଁ। ମୁଁ କେବଳ ଏକ ମୁହୂର୍ତ୍ତ ହାତ ବଢ଼ାଇ ତାକୁ ଠେଲିଦେଲି। ସେ ଜୋରରେ ଚିତ୍କାର କରି ତଳକୁ ଖସି ପଡ଼ିଲା। ମହମବତୀ ତା ହାତରୁ ଖସିଗଲା। ତାର ଶରୀରର ଓଜନ ଯେମିତି ଦେୱାଲ ସହ ଧକ୍କା ଖାଇଲା। ମୁଁ ଦ୍ରୁତ ଉପରେ ରୁମ୍କୁ ଗଲି। ନିଜକୁ ସମ୍ଭାଳି ବେଡ୍ ଉପରେ ବସିଲି। କିଛି ମୁହୂର୍ତ୍ତ ପରେ ପଡ଼ୋଶୀର ଜଣେ ମହିଳା ଆୱାଜ ଶୁଣାଗଲା, ଯିଏ ସେହି ସମୟରେ ମୋ ପତ୍ନୀ ସହ କିଛି କାମ ପାଇଁ ଆମ ଘରକୁ ଆସିଥିଲା। ଆଦି ଭାଇ, ପରିଣତି ଖସି ପଡ଼ିଛି। ମୁଁ ଦୌଡ଼ି ତଳକୁ ଗଲି, ଯେମିତି ମୋତେ କିଛି ଜଣା ନାହିଁ। ପରିଣତି ଅଚେତ ହୋଇ ପଡ଼ିଥିଲା। ତାକୁ କୋଳରେ ଉଠାଇ ଗାଡ଼ିରେ ନେଇ ସିଧା ହସ୍ପିଟାଲ ପହଞ୍ଚିଲି। ହସ୍ପିଟାଲରେ ତାକୁ ତୁରନ୍ତ ଏମର୍ଜେନ୍ସିରେ ନିଆଗଲା। ଅପେକ୍ଷା କରୁଥାଏ। ମୁଁ ପରିଣତିର ମା'କୁ ଫୋନ୍ କଲି। ମା, ପରିଣତି ଖସି ପଡ଼ିଛି। ତାର ଅବସ୍ଥା ବହୁତ ଖରାପ। ଆଖିରୁ ଲୁହ ବାହାର କରିବା କଷ୍ଟ ନଥିଲା। ମୁଁ ତା ପାଇଁ ଅନେକ ଥର ଆଇନ ସାମ୍ନାରେ ରିହର୍ସାଲ କରିସାରିଥିଲି। ପରିଣତି ମାତାପିତା ଶୀଘ୍ର ହସ୍ପିଟାଲରେ ପହଞ୍ଚିଲେ। ସେମାନଙ୍କ ସହ ମିତାଲି ମଧ୍ୟ ଥିଲା। ମୋ ଆଖି ତା ଉପରେ ପଡ଼ିଲା। ସେ ବହୁତ ଆଘାତରେ ଥିଲା। କିଛି କହିବା ଅବସ୍ଥାରେ ନଥିଲା। ସେ ରୋଇ ପଚାରିଲା, କ'ଣ ହେଇଥିଲା? ମୁଁ କହିଲି, ଅନ୍ଧକାର ଥିଲା, ସିଡ଼ିରୁ ଖସି ପଡ଼ିଲା। ମୁଁ ଉପରେ ଥିଲି। ମୋତେ ଜଣା ନାହିଁ ଏହା କେମିତି ହେଲା। ଡାକ୍ତର ବାହାରକୁ ଆସି କହିଲେ, ପେସେଣ୍ଟର ଅବସ୍ଥା ବହୁତ ନାଜୁକ। ଆମେ ଚେଷ୍ଟା କରୁଛୁ। ସମସ୍ତେ ଚିନ୍ତିତ ହୋଇପଡ଼ିଲେ। ଆଉ ମୁଁ ଭିତରୁ କେବଳ ଗୋଟିଏ କଥା ଚିନ୍ତା କରୁଥିଲି, ଏହା ସବୁ ଶେଷ ହଉ, ଆଉ ଜୀବନ ମୋ ଇଚ୍ଛା ଅନୁସାରେ ହେବ। 2 ଘଣ୍ଟା ପରେ ଡାକ୍ତର ପୁଣି ଆସିଲେ। କହିଲେ, ମା'ର ଅବସ୍ଥା ବହୁତ ଖରାପ, କିନ୍ତୁ ପିଲା ଜୀବିତ ଅଛି। ଆମକୁ ମା'କୁ ଆଇସିୟୁରେ ରଖିବାକୁ ହେବ। ଆଗାମୀ 20 ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ। ମୋ ପରିବାରରୁ ମଧ୍ୟ ସମସ୍ତେ ହସ୍ପିଟାଲରେ ପହଞ୍ଚିଗଲେ। ମିତାଲି ବିଲକୁଲ ଚୁପଚାପ ଥିଲା। ମୁଁ ଜାଣି ବୁଝି ରୋଇ ପଡ଼ୁଥିଲି। ବାରମ୍ବାର ସମସ୍ତଙ୍କୁ ସାନ୍ତ୍ୱନା ଦେଉଥିଲି, ସେ ଠିକ୍ ହେଇଯିବ, କେବଳ ପ୍ରାର୍ଥନା କରନ୍ତୁ। ଯେତେବେଳେ ଡାକ୍ତର ଡାକିଲେ, ଆମେ ସମସ୍ତେ ଭିତରକୁ ଗଲୁ। ପରିଣତିର ମୁହଁରେ ଅକ୍ସିଜେନ ମାସ୍କ ଥିଲା, କିନ୍ତୁ ଆଖି ବନ୍ଦ ଥିଲା। ଡାକ୍ତର ପରିଣତିର ବାପାଙ୍କୁ କହିଲେ, ଆମେ ପୂରା ଚେଷ୍ଟା କରିଛୁ ପେସେଣ୍ଟକୁ ବଞ୍ଚାଇବା ପାଇଁ।
ପରିଣତିର ମା ତାର ମୁଣ୍ଡରେ ହାତ ରଖି କହିଲେ, ମୋ ଝିଅ ଆଖି ଖୋଲ, କିଛି କହ। କିନ୍ତୁ ସେ ନାଜୁକ ଅବସ୍ଥାରେ ଗୋଟିଏ ପାର୍ଶ୍ୱକୁ ଶୋଇ ରହିଥିଲା। ମୋର ଅଭିନୟ ଏମିତି ଥିଲା ଯେ କାହାକୁ ମୋ ଉପରେ ସନ୍ଦେହ ହେଲା ନାହିଁ। ମୋ ହୃଦୟରେ ଏକ ଶାନ୍ତି ଥିଲା, ଯେମିତି ପ୍ରତ୍ୟେକ ପାଦ ମୋତେ ମିତାଲି ନିକଟକୁ କରୁଥିଲା। ମିତାଲି ଏକଥର ମୋ ଆଡ଼କୁ ଚାହିଁଲା। ମୁଁ ଆଖି ନଇଁଦେଲି। ରାତି ଡେରିରେ ପରିଣତିକୁ ପୁଣି ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଗଲା। ସମସ୍ତେ କ୍ଳାନ୍ତ ହୋଇ ପଡ଼ିଥିଲେ। ମୁଁ ଚୁପଚାପ ଏକ କୋଣରେ ବସି ମୁଣ୍ଡ ଧରିଲି, ଯେମିତି ବହୁତ ଚିନ୍ତିତ। ମୋ ମା କହିଲେ, ବେଟା କିଛି ଖାଅ, ସକାଳୁ ଚିନ୍ତାରେ ଅଛ। ମୁଁ କହିଲି, ମା, ମୋର ମନ ନାହିଁ। ପରିଣତିର ଅବସ୍ଥା ଦେଖି ମୋତେ କିଛି ଭଲ ଲାଗୁନାହିଁ। ଏହି ଶବ୍ଦ ମୁଁ ଅନୁଭବ ସହ କହିଥିଲି, ଯେପରି ମୋ ଦୁଃଖ ସମସ୍ତଙ୍କୁ ସତ୍ୟ ଲାଗୁ। ସକାଳୁ ଆଖି ଖୋଲିଲା ବେଳେ ହସ୍ପିଟାଲରେ ଧଳା ଦେୱାଲ ଠାରୁ ଅଧିକ ଚୁପଚାପ ଲାଗୁଥିଲା। ନର୍ସ ଆସି କହିଲା, ଡାକ୍ତର ସାହେବ ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ମୁଁ ଧୀରେ ପରିଣତିର ମାଆକୁ ଉଠାଇଲି, ଯିଏ ମୋ ସହ ହସ୍ପିଟାଲରେ ରହିଥିଲେ। ମିତାଲି ଏକ ପାର୍ଶ୍ୱରେ ଟେକ ଦେଇ ବସିଥିଲା। ଆମେ ସମସ୍ତେ ଡାକ୍ତରଙ୍କ ରୁମ୍ ଆଡ଼କୁ ଗଲୁ। ଡାକ୍ତର ଆଖି ନଇଁ କହିଲେ, ଆମେ ପୁରା ଚେଷ୍ଟା କଲୁ, କିନ୍ତୁ ପରିଣତିକୁ ବଞ୍ଚାଇ ପାରିଲୁ ନାହିଁ। ସେଠାରେ କିଛି ସମୟ ପାଇଁ ଚୁପଚାପ ଛାଇଗଲା। ପରିଣତିର ବାପା କମ୍ପମାନ ସ୍ୱରରେ ପଚାରିଲେ, ଆଉ ପିଲା? ଡାକ୍ତର କହିଲା, ପିଲା ବିଲକୁଲ ଠିକ୍ ଅଛି। ପରିଣତିର ମା ଭୂମିରେ ବସି ରୋଇ ପଡ଼ିଲେ। ମୋ ଝିଅ ଚାଲିଗଲା ଆମକୁ ଛାଡ଼ି। ମିତାଲି ଦ୍ରୁତରେ ଆଗକୁ ବଢ଼ି ତା ମାଆକୁ ସମ୍ଭାଳିଲା। ମୁଁ କିଛି ସମୟ ନିଶ୍ଚଳ ଠିଆ ହୋଇ ରହିଲି। ପରେ ଧୀରେ ଧୀରେ ଦୁଇ ପାଦ ଆଗକୁ ବଢ଼ାଇ ମିତାଲିର ବାପାଙ୍କ ପାଦ ପାଖରେ ବସି ପଡ଼ିଲି। ମୁଁ କହିଲି, ମୁଁ ତ କେବଳ ତାକୁ ଖୁସି ରଖିବାକୁ ଚାହୁଁଥିଲି। ମୋ ସ୍ୱରରେ ଜାଣିବୁଝି ଦୁଃଖ ଥିଲା। ଆଖିରୁ ଲୁହ ବହୁଥିଲା, ଆଉ ମୁଁ ହାତରେ ମୁହଁ ଢାଙ୍କି ରୋଇ ପଡ଼ୁଥିଲି। ସମସ୍ତେ ମୋତେ ସାନ୍ତ୍ୱନା ଦେଉଥିଲେ। ମୁଁ ବାରମ୍ବାର କହୁଥିଲି, ମୋତେ ବୁଝା ପଡ଼ୁନାହିଁ, ସେ ମୋତେ କେମିତି ଛାଡ଼ି ଚାଲିଗଲା। ମିତାଲି ମଧ୍ୟ ତା ଭଉଣୀର ମୃତ୍ୟୁରେ ବହୁତ ଦୁଃଖୀ ଥିଲା। କିଛି ସମୟ ପରେ ଆମେ ପରିଣତିର ମୃତଦେହକୁ ଘରକୁ ନେଇ ତାର ଅନ୍ତିମ ସଂସ୍କାର କଲୁ। ସବୁଆଡ଼େ ଦୁଃଖର ମାହୋଲ ଥିଲା। କେହି ଆସି ମୋତେ ଜାକି ଧରୁଥିଲେ, କେହି ସାନ୍ତ୍ୱନା ଦେଉଥିଲେ। ମୋ ପିଲା ପରିଣତିର ମାଆଙ୍କ କୋଳରେ ଥିଲା। ସେ ରୋଇ ଚାଲିଥିଲା ଓ କହୁଥିଲା, ସେମାନେ କହୁଥିଲେ, ଏବେ ଏହି ପିଲା ହିଁ ଆମର ଏକମାତ୍ର ସାନ୍ତ୍ୱନା। ମୁଁ ଚୁପଚାପ ସେମାନଙ୍କ ପାଖରେ ଠିଆ ହୋଇଥିଲି। ମୋ ଆଖିରୁ ଲୁହ ବହୁଥିଲା, କିନ୍ତୁ ଭିତରେ ଏକ ଅଜଣା ଶାନ୍ତି ଅନୁଭବ ହେଉଥିଲା। ମୋ ମନରେ କେବଳ ମିତାଲିର ଚିନ୍ତା ଥିଲା। ମୁଁ ଭାବୁଥିଲି, ଏବେ ପରିଣତି ନାହିଁ, ହୁଏତ ମିତାଲି ପାଖକୁ ପହଞ୍ଚିବାର ରାସ୍ତା ଖୋଲା ହେବ। ଅନ୍ତିମ ସଂସ୍କାର ପରେ ଘରୁ ଚୁପଚାପ ହୋଇଗଲା। ପରିଣତିର ମା ବାପା ମୋ ପିଲାକୁ ନେଇ ସେମାନଙ୍କ ଘରକୁ ଚାଲିଗଲେ। ମିତାଲି ମଧ୍ୟ ସେମାନଙ୍କ ସହ ଗଲା। ମୁଁ ଏକା ଘରେ ବସି ରହିଗଲି। ରାତି ଗଭୀର ହେଉଥିଲା, ଆଉ ମୋ ମନରେ ଅଜଣା ଚିନ୍ତା ଜାଗୁଥିଲା। ମୁଁ ନିଜକୁ ପଚାରୁଥିଲି, ଏବେ କ'ଣ କରିବି? ମିତାଲି ମୋତେ କେବେ ବି ଗ୍ରହଣ କରିବ କି? କିଛି ଦିନ ପରେ ମୁଁ ପରିଣତିର ମା ବାପାଙ୍କ ଘରକୁ ଗଲି, ପିଲାର ଖବର ନେବା ବାହାନାରେ। ସେଠାରେ ମିତାଲିକୁ ଦେଖିଲି। ସେ ମୋ ପିଲାକୁ କୋଳରେ ଧରି ଖେଳାଉଥିଲା। ତାର ମୁହଁରେ ଏକ ଅଜଣା ଦୁଃଖ ଥିଲା, କିନ୍ତୁ ସେ ମୋ ଆଡ଼କୁ ଚାହିଁ ମୁସ୍କାନ ଦେଲା। ମୁଁ ପଚାରିଲି, ପିଲା କେମିତି ଅଛି? ସେ କହିଲା, ସେ ଠିକ୍ ଅଛି। ମା ବାପା ତାର ବହୁତ ଯତ୍ନ ନେଉଛନ୍ତି। ମୁଁ କିଛି ସମୟ ଚୁପ୍ ରହିଲି। ତାପରେ ଧୀରେ କହିଲି, ମିତାଲି, ତୁମେ କେମିତି ଅଛ? ସେ ମୋ ଆଖିକୁ ଚାହିଁ କହିଲା, ମୁଁ ଠିକ୍ ଅଛି, କିନ୍ତୁ ତୁମେ ଠିକ୍ ନୁହଁ। ମୋ ହୃଦୟ ଜୋରରେ ଧଡ଼କିଲା। ମୁଁ ପଚାରିଲି, ତୁମେ ଏମିତି କାହିଁକି କହୁଛ? ସେ କହିଲା, ତୁମେ କିଛି ଲୁଚାଉଛ, ମୁଁ ତୁମ ଆଖିରେ ଦେଖିପାରୁଛି। ମୁଁ ଚୁପ୍ ହୋଇଗଲି। ମୋ ଭିତରେ ଏକ ଝଡ଼ ଉଠୁଥିଲା। ମୁଁ ଭାବୁଥିଲି, ସେ କ'ଣ ସବୁ ଜାଣିଗଲା, କିନ୍ତୁ ସେ ଆଉ କିଛି କହିଲା ନାହିଁ, କେବଳ ମୋ ପିଲାକୁ କୋଳରେ ଧରି ଚାଲିଗଲା। ମୁଁ ତା ପଛରେ ଠିଆ ହୋଇ ଦେଖୁଥିଲି। ମୋ ମନରେ ଅନେକ ପ୍ରଶ୍ନ ଘୁରୁଥିଲା। କିଛି ମାସ ପରେ ମିତାଲିର ବାଗଦାନ ଭାଙ୍ଗିଗଲା। ମନୀଷଙ୍କ ପରିବାର କହିଲେ ଯେ ସେମାନେ ଏବେ ବିବାହ ପାଇଁ ପ୍ରସ୍ତୁତ ନୁହନ୍ତି। ମିତାଲି ଏହାରେ ବିଚଳିତ ହେଲା ନାହିଁ। ସେ ମୋ ପିଲାର ଯତ୍ନ ନେବାରେ ବ୍ୟସ୍ତ ହୋଇଗଲା। ମୁଁ ତା ସହ ଅଧିକ ସମୟ କାଟିବାର ଚେଷ୍ଟା କରୁଥିଲି। ପ୍ରତ୍ୟେକ ଥର ଯେତେବେଳେ ମୁଁ ତା ପାଖକୁ ଯାଉଥିଲି, ମୋ ହୃଦୟ କହୁଥିଲା, ଏବେ ହିଁ ସୁଯୋଗ, କିନ୍ତୁ ମୁଁ ନିଜକୁ ଅଟକାଉଥିଲି, କାରଣ ମୋ ଭିତରେ ଏକ ଅପରାଧ ବୋଧ ଜାଗି ଉଠୁଥିଲା। ଏକ ଦିନ ମୁଁ ମିତାଲିକୁ ଏକାନ୍ତରେ ଦେଖି କହିଲି, ମିତାଲି, ମୁଁ ତୁମ ସହ କିଛି କଥା ହେବାକୁ ଚାହୁଁଛି। ସେ ଅବାକ୍ ହୋଇ ମୋ ଆଡ଼କୁ ଚାହିଁଲା। କ'ଣ କଥା? ସେ ପଚାରିଲା। ମୁଁ ଧୀରେ କହିଲି, ମୁଁ ତୁମକୁ ବହୁତ ଦିନରୁ ପସନ୍ଦ କରୁଛି। ମୁଁ ଜାଣେ ଏହା ଭୁଲ, କିନ୍ତୁ ମୋ ହୃଦୟ ତୁମ ବିନା ଅସ୍ଥିର ହେଉଛି। ସେ ଚୁପ୍ ହୋଇଗଲା। ତାର ଆଖିରେ ଏକ ଅଜଣା ଭାବ ଦେଖାଗଲା।
ସେ କହିଲା, ଆଦି ତୁମେ ମୋ ଭଉଣୀର ସ୍ୱାମୀ ଥିଲ। ତୁମେ ଏବେ ମୋ ପୁଅର ବାପା। ତୁମେ ଏମିତି କେମିତି ଭାବି ପାରୁଛ? ମୁଁ କହିଲି, ମୁଁ ଜାଣେ ଏହା ସମାଜ ଆଖିରେ ଭୁଲ, କିନ୍ତୁ ମୋ ଅନୁଭବ ତୁମ ପାଇଁ ସତ। ମିତାଲି ଉଠି ଚାଲିଗଲା। ସେ କିଛି ଉତ୍ତର ଦେଲା ନାହିଁ। ମୁଁ ତା ପଛରେ ଦେଖୁଥିଲି। ମୋ ହୃଦୟ ଭାଙ୍ଗି ଚୁରମାର ହୋଇଗଲା। ସେଦିନ ରାତିରେ ମୁଁ ନିଜକୁ ଅନେକ ପ୍ରଶ୍ନ ପଚାରିଲି। ମୁଁ କ'ଣ ସତରେ ଏତେ ନୀଚ ହୋଇଗଲି? ପରିଣତିର ମୃତ୍ୟୁ ପଛରେ ମୋର ହାତ ଥିଲା। ଆଉ ଏବେ ମୁଁ ତାର ଭଉଣୀକୁ ନିଜର କରିବାକୁ ଚାହୁଁଛି। ପରବର୍ତ୍ତୀ ଦିନ ମୁଁ ପୁଣି ମିତାଲିକୁ ଦେଖିବାକୁ ଗଲି। ସେ ମୋତେ ଦେଖି ଦୂରେଇ ଗଲା। ମୁଁ ତା ପାଖକୁ ଯାଇ କହିଲି, ମିତାଲି, ତୁମକୁ କ୍ଷମା ମାଗୁଛି। ମୁଁ ଭୁଲ କରିଛି। ସେ କହିଲା, ଆଦି ତୁମେ କେବଳ ନିଜକୁ ନୁହେଁ, ମୋ ଭଉଣୀର ସ୍ମୃତିକୁ ମଧ୍ୟ ଅପମାନ କରୁଛ। ମୁଁ ତୁମକୁ କେବେ ଏମିତି ଭାବରେ ଦେଖିପାରିବି ନାହିଁ। ତାପରେ ଶବ୍ଦ ମୋ ହୃଦୟରେ ତୀର ପରି ବାଜିଲା। ମୁଁ ଘରକୁ ଫେରିଲି। ମୋ ମନରେ ଏକ ଶୂନ୍ୟତା ଅନୁଭବ ହେଲା। ମୁଁ ଯାହା ଚାହୁଁଥିଲି ତାହା ମୋ ହାତରୁ ଖସିଗଲା। ପରିଣତିକୁ ହରାଇଲି, ମିତାଲିକୁ ପାଇଲି ନାହିଁ। ଆଉ ମୋ ପିଲା ମୋ ଠାରୁ ଦୂରେଇ ଗଲା। ମୁଁ ନିଜକୁ ଏକାକୀ ଅନୁଭବ କଲି। ରାତଗୁଡ଼ିକ ଅନ୍ଧକାର ଓ ଦୀର୍ଘ ହେଉଥିଲା। ମୁଁ ବୁଝିଗଲି, ମୋ ଅନୁଭବ ମୋତେ ନିଜର କଏଦୀ କରିଦେଇଛି। ମୁଁ ଏକ ଅପରାଧରେ ଜଡ଼ିତ ହୋଇଛି, ଯାହାର ଶାସ୍ତି ମୋତେ ମୋ ଜୀବନ ଭର ଭୋଗିବାକୁ ପଡ଼ିବ। ଏକଦିନ ମୁଁ ନିଷ୍ପତ୍ତି ନେଲି ଯେ ମୁଁ ମୋ ପିଲାକୁ ନେଇ ନୂଆ ଜୀବନ ଆରମ୍ଭ କରିବି। ମୁଁ ପରିଣତିର ମା ବାପାଙ୍କୁ କହିଲି, ମୁଁ ମୋ ପିଲାକୁ ନେବି। ମୁଁ ତାର ଯତ୍ନ ନେବି। ସେମାନେ ରାଜି ହେଲେ। କିନ୍ତୁ ମିତାଲି ମୋ ଆଡ଼କୁ ଚାହିଁ କହିଲା, ଆଦି ତୁମେ ତାର ବାପା ହେବାର ଯୋଗ୍ୟ ନୁହଁ। ଏହି ଶବ୍ଦ ମୋତେ ଭାଙ୍ଗିଦେଲା। ମୁଁ ଘରକୁ ଫେରିଲି, ମୋ ପିଲା ବିନା। ମୁଁ ବୁଝିଗଲି, ମୋର ଅପରାଧ ମୋତେ କେବେ ଛାଡ଼ିବ ନାହିଁ। ମୁଁ ଏକ ଶୂନ୍ୟ ଜୀବନରେ ବଞ୍ଚୁଛି, ଯେଉଁଠାରେ ମୋ ଅତୀତ ମୋତେ ବାରମ୍ବାର ତାଡ଼ନା କରୁଛି। ଆଜି ମୁଁ ଏକା। ମୋ ଘର ଖାଲି, ମୋ ହୃଦୟ ଖାଲି। ମିତାଲି ମୋତେ କେବେ ଗ୍ରହଣ କଲା ନାହିଁ, ଆଉ ମୁଁ ନିଜକୁ କେବେ କ୍ଷମା କରିପାରିଲି ନାହିଁ। ମୋ ପିଲା ମୋ ଠାରୁ ଦୂରେ, ଆଉ ମୁଁ ଏକ ଅନ୍ଧକାରରେ ଡୁବି ରହିଛି, ଯେଉଁଠାରୁ ବାହାରିବାର କୌଣସି ରାସ୍ତା ଦେଖାଯାଉ ନାହିଁ।